तत्पदं दर्शितं येन तस्मै श्रीगुरवे जय
Shanti, 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 Shanti.
पादबिन्दुपादितं तस्मै श्रीगुरुवे नमः सरस्वतीशिरोरत्नविराजितं पराम्बुजं वेदान्ताम्बुजमार्कण्डं तस्मै श्रीगुरुवे नमः शान्ताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभाङ्गं लक्ष्मीकान्तं कमलायनं योगिनिधानं वन्दे विष्णुं भवभयहरं सर्वलोकैकनाथं। विश्वनंत भगवान की जय बलभद्र भगवान की जय जगन्नाथ भगवान की जय भद्रा माता की जय शक्र सुदर्शन की जय आनंद वदार की जय महाप्रसाद की जय परमाराध्य श्री गुरुदेव की जय प्रेममय श्री गुरुदेव की जय चिन्मय चिन्मय चिरानंद रूपी श्री गुरुदेव की जय नर्मदा माता की जय गंगा माता की जय यमुना माता की जय नर्मदा माता की जय ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ॐ शान्ति शान्ति शान्ति। ଆଜିର ପବିତ୍ର ସନ୍ଧ୍ୟା ଆମ ଗହଣରେ ଆମର ରାୟପୁରର କିଛି ପିଲାମାନେ ଯେଉଁମାନେ ଏଠି ଜୀବନ ଆଉ ଜୀବିକା ପାଇଁ ଏଠାରେ ରହିଛନ୍ତି ସମସ୍ତେ ଆଜି କିଛି ଲୋକ ଏଠିକି ଆସିଛନ୍ତି। ମୁଁ ଶୁଣିଛି ଏଠି ନାମଯଜ୍ଞ ହୁଏ। ଆମର ଆଶ୍ରମରୁ ନାରାୟଣ ବାବା ଆସନ୍ତି, ପ୍ରସାଦ ବାବାଜୀ ମଧ୍ୟ ବର୍ଷେ ଆସିଥିଲେ। ଏଠି ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ ହେଉଛି। ରାୟପୁରରେ 2ଟି ଜଗନ୍ନାଥ ମନ୍ଦିର ଭଳିଆ ବହୁ ପୂର୍ବରୁ ଜାଣିଥିଲା ଏବଂ ରାୟପୁରରେ ମାଢୁଆଳୀମାନଙ୍କ ଗହଣରେ କିଛି କାର୍ଯ୍ୟକ୍ରମ ବି ଆମର ହେଇଛି। ଆମେ ଆଉ କିଛି ଦିନ ପରେ ଏହି ପ୍ରୋଗ୍ରାମରେ ମଧ୍ୟ ହେଇଥିଲା। ସେଇ ମାଢୁଆଳୀମାନଙ୍କର ଇଚ୍ଛା ଶକ୍ତି ରହିଛି। ଗୋଟିଏ ସୁନ୍ଦର ଭାବରେ ଏଠି 3 ଦିନିଆ କି 5 ଦିନିଆ ଗୀତା ଆଲୋଚନା ଚକ୍ର ଆରମ୍ଭ ହବ। କେବଳ ମୁଁ ରାୟପୁର ଆସିବି ଏଇଟା ଖୁବ୍ ବେଶୀ ଦିନ ଡେରି ନୁହେଁ, ନିଶ୍ଚିତ ଭାବରେ। ତେଣୁ ଆପଣମାନେ ସବୁ ଠିକଣା ଫିକଣା ଦେଇଗଲେ ଆମେ ସବୁ ତାକୁ ଯୋଗାଯୋଗ ରଖିବୁ। ଆଚ୍ଛା, ଏବେ ସତ୍ସଙ୍ଗ ସବୁବେଳେ ମିଳେ। କାଲି ମୁଁ ବୁଲାରେ ବି ସେମିତି କହୁଛି। ଆପଣମାନେ ଏଠି ଆସି ହଠାତ୍ ପହଞ୍ଚିଲେ, ଏମିତି ଗୋଟେ ହୋଟେଲରେ ରହିଲେ କି ସତ୍ସଙ୍ଗ କଲେ, ଏସବୁ କମ୍ବର ଭାଗ୍ୟର କଥା ନୁହେଁ। କାରଣ ଯୋଉଟା ହଠାତ୍ ହୁଏ ଆମେ ଜାଣିନଥାଉ, ବାଟରେ ଯାଉଛୁ, ଗୋଟା କିଛି ସୁନା ବୁଝିଥାଏ ପାଇଲୁ, ତାମାନେ ନିଶ୍ଚିତ ଭାବରେ ଆମର ସୁନା ବୁଝିଟିଏ ପାଇବାର ଥିଲା ବୋଲି ଆମେ ପାଇଲୁ। ସେଇଭଳି ଭାବରେ ଆପଣମାନେ କ'ଣ ଜାଣିଥିଲେ ଆଜି ଦିନରେ ସତ୍ସଙ୍ଗ ହବ, ଗୋଟେ ହୋଟେଲ ଭିତରେ ବାବା ବଳିଆକୁ ଦେଖା ହବ, ଏ କଥା କ'ଣ ଆପଣମାନେ ସବୁ ଜାଣିଥିଲେ? ଆମ ପିଲାମାନେ ଆମେ ଜାଣିଥିଲୁ ନା। ଆଉ ମୁଁ ଅନେକ ଥର ରାୟପୁରରେ ରହିଛି, ଗୋଟିଏ ପରିବାରର ଦାୟିତ୍ୱରେ ମୁଁ ରହେ। ସେ ପରିବାରଟି ଆଜି ବି ଦାୟିତ୍ୱ ବହନ କରିଛି। ତେଣୁ ଏତିକି କେବଳ ମନେ ରଖନ୍ତୁ, ଈଶ୍ୱର ସର୍ବଶକ୍ତିମାନ ଏବଂ ତାଙ୍କର ସଦେଚ୍ଛାରେ, ତାଙ୍କର ଶୁଭେଚ୍ଛାରେ ଆମେ ସମସ୍ତେ ନିୟନ୍ତ୍ରିତ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ ସବୁକିଛି ତାଙ୍କରି ପାଇଁ ସୃଷ୍ଟି। ତେଣୁ ଆପଣମାନେ ମଣିଷ, ଆପଣମାନେ ଜୀବନ ଜୀବିକା ପାଇଁ ରାୟପୁରରେ ରହିଛନ୍ତି କିମ୍ବା ଆଉ କେଉଁଠି ରହିବେ, କିନ୍ତୁ ଗୋଟିଏ କଥା ହେଉଛି ବଞ୍ଚିବାକୁ ହେଲେ ଆମକୁ କର୍ମ କରିବାକୁ ପଡ଼ିବ।
କର୍ମ କରିବା ସହିତ ଜ୍ଞାନ ଆହରଣ କରିବା ପାଇଁ ଆମକୁ ସେ ନାମ ଯଜ୍ଞ ହଉ ଗୀତା ଯଜ୍ଞ ହଉ କିଛି ନା କିଛି ସତ୍ସଙ୍ଗ ଆମମାନଙ୍କ ଜୀବନରେ ରହିବା ଦରକାର, ଏ ସୁଯୋଗ ନେବା ଦରକାର। ତା ସହିତ ଭକ୍ତି, ଆମ ଘରେ ଆମେ ଫଟୋଟିଏ ରଖିଛୁ, ତାଙ୍କୁ ଭକ୍ତି କରିବୁ। ପିତା ମାତା ଗୁରୁ ଗୁରୁଜନ ସୂର୍ଯ୍ୟଙ୍କୁ ନମସ୍କାର କରିବୁ। ଏଇ ସବୁ କଥା ଯେଉଁ ଆମର ଶାସ୍ତ୍ରରେ ଲେଖା ହେଇଛି, ଯଦି ଭକ୍ତି ଆମର ନ ରହିବ, ଭକ୍ତି ମାନେ ସେବା, ଭକ୍ତି ମାନେ ପ୍ରେମ, ଯଦି ଭଲ ପାଇବା ରହିବ ନାହିଁ, ସେବା ମନୋଭାବ ରହିବ ନାହିଁ, ଭକ୍ତି ଭାବ ରହିବ ନାହିଁ, ତାହେଲେ କେବଳ ପଇସା ରୋଜଗାର କରି ଏମିତି ଲକ୍ଷ ଲକ୍ଷ କୋଟି କୋଟି ଲୋକ ମରୁଛନ୍ତି, ଆମେ ବି ମରିବା। ତେଣୁ ଭକ୍ତିରେ ପ୍ରୀତି ନାହିଁ ଯାହାର, ସେ କାହାକୁ ଲାଭ ପଡ଼ିବ। ଆପଣମାନଙ୍କର ଭଲ ପାଇବା ଅଛି ବୋଲି ଆପଣମାନେ ରାୟ ବାବୁଙ୍କ ଠାରୁ ଶୁଣି, ବ୍ରହ୍ମପୁର ରାୟ ବାବୁଙ୍କ ଠାରୁ ଶୁଣି ଏଠି ହଠାତ୍ ପହଞ୍ଚିଲେ। ମୁଁ ଭାବୁଥିଲି ଗୋଟେ ହୋଟେଲ ପାଇବେନି, ତ ବିଜି ଟାଉନ୍, ଯାହା ହଉ ଆସି ପହଞ୍ଚିଲେ। ଆପଣମାନଙ୍କୁ ଶୁଭେଚ୍ଛା ଦଉଛି ଏବଂ ଆପଣମାନେ ଏଠି କର୍ମମୟ ଜୀବନଯାପନ କରୁଛନ୍ତି, କରନ୍ତୁ। ଆମେ ପୁଣି ଆମର ଯେଉଁ କାର୍ଯ୍ୟକ୍ରମ ହବ ଆପଣମାନେ ସମସ୍ତେ ସହଯୋଗ ଏଠି କହି ମୋ କଥାକୁ ବିଶ୍ରାମ ଦେଉଛି। ଶ୍ରୀରାମ ଜୟ ରାମ, जय राम श्री राम जय राम, जय जय राम श्री राम जय राम, जय जय राम श्री राम जय राम, जय जय राम जय राम, जय जय राम श्री राम जय राम, जय जय राम श्री राम जय राम, जय जय राम श्री राम जय राम, जय जय राम। हे रामा पुरुषोत्तम नारायणं केशव गोविन्दं वन्दे दामोदरं माधवं। हे कृष्ण कमलापते जगन्नाथे सीतापते श्रीपते वैकुण्ठाधिपते जटाधरपते लक्ष्मीपते पाहि मां।